ଜୟ ଜଗନ୍ନାଥ ସାଙ୍ଗମାନେ, ଆଶା କରୁଛି ଭଗବାନଙ୍କର ଅପାର କରୁଣାରୁ ଆପଣମାନେ ଭଲରେ ଥିବେ ଏବଂ ସୁଖମୟ ଜୀବନ ଅତିବାହିତ କରୁଥିବେ। ଆଜି ଆମେ ଏକ୍ଜାମ୍ ବେସ୍ଡ କେତେଗୁଡ଼ିଏ MCQକୁ ଆଲୋଚନା କରିବା। ଆମର ଆଲୋଚ୍ୟ ବିଷୟବସ୍ତୁରେ ଅଛି ଅନେକ ଗୁଡ଼ିଏ ଓଡ଼ିଆ ଗ୍ରାମାର, ଯାହାକି OSSC ଓ SSC RI ARIର ଯେତିକି ସବୁ କମ୍ପିଟେଟିଭ୍ ଏକ୍ଜାମ୍ ଅଛି ତାହା ପାଇଁ ଉପଯୋଗ ହୋଇପାରିବ। ତାହେଲେ ପିଲାମାନେ ଡେରି ନକରି ଆମେ ପ୍ରଥମ କ୍ୱେଶ୍ଚିନ୍କୁ ଆଲୋଚନା କରିବା। ଆମର ପ୍ରଥମ କ୍ୱେଶ୍ଚିନ୍ ଅଛି ପିଲାମାନେ, ନା ଏକ ବା ଏକାଧିକ ପଦ ମିଳିତ ହୋଇ ଯଦି ମନର ଭାବକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କଲେ ଆମେ ତାକୁ କ'ଣ କହିବା? ଯଦି ଆମର ମନର ଭାବକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କରୁଛି, ଅର୍ଥାତ୍ ଯାହା ମୁଁ କହିବା ପାଇଁ ଚାହୁଁଛି ତାହା କମ୍ପ୍ଲିଟଲି ମୁଁ କହିଦେଉଛି, ବା ଯାହା ମୋ ମନରେ ଅଛି ତାକୁ ମୁଁ କ'ଣ କରୁଛି ନା ସମ୍ପୂର୍ଣ୍ଣ ରୂପେ ବର୍ଣ୍ଣନା କରିପାରୁଛି, ହେଲେ ତାକୁ ଆମେ କ'ଣ କହିବା ପିଲାମାନେ? ନା ତାକୁ ବାକ୍ୟ କହିବା, ନା ବାକ୍ୟାଂଶ କହିବା, ନା ଖଣ୍ଡବାକ୍ୟ କହିବା, ନା ଆସକ୍ତି କହିବା? ତାହେଲେ ସଠିକ୍ ଆନ୍ସାର୍ କ'ଣ ହେବ ପିଲାମାନେ? ନା ସଠିକ୍ ଆନ୍ସାର୍ କ'ଣ ହେବ? ଅପସନ୍ କ, ବାକ୍ୟ ଇଜ୍ ଦ ରାଇଟ୍ ଆନ୍ସାର୍। ଏହା ହେଲା ବାକ୍ୟର ସଂଜ୍ଞା ବା ଡେଫିନେସନ୍। ଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କଲେ ଆମେ ତାକୁ କ'ଣ କହିଥାଉ? ନା ତାକୁ ଆମେ ବାକ୍ୟ କହିଥାଉ। ବାକ୍ୟ ଭିତରେ ସବୁ କ'ଣ ଆସିବ? ନା ବାକ୍ୟାଂଶ ଆସିବ, ଖଣ୍ଡବାକ୍ୟ ଆସିବ, ଆସକ୍ତି ଆସିବ, ଯୋଗ୍ୟତା ଆସିବ, ଆଉ ଅନେକ ଗୁଡ଼ିଏ ଜିନିଷ ଆସିବ। ତାହେଲେ ଆମର ରାଇଟ୍ ଆନ୍ସାର୍ କ'ଣ ହେଇଯିବ ପିଲାମାନେ? ନା ଅପସନ୍ କ, ବାକ୍ୟ ଇଜ୍ ଦ ରାଇଟ୍ ଆନ୍ସାର୍। ତାହେଲେ ନେକ୍ସଟ କ୍ୱେଶ୍ଚିନ୍କୁ ଯିବା। ଛେଳି ଗୀତ ଗାଉଛି। ଛେଳି ଗୀତ ଗାଉଛି, ଏହା ବାକ୍ୟ ନୁହେଁ, କାହିଁକି? ଯଦି ଛେଳିଟା ଗୀତ ଗାଉଛି ତାହେଲେ ସେଟା ବାକ୍ୟ ହେବ। ଯଦି ଗାଇପାରିଲା ନାହିଁ ତାହେଲେ ବାକ୍ୟ ନୁହେଁ। ସେ କହୁଛି ଛେଳି ଗୀତ ଗାଉଛି। ଛେଳି କେବେ ଗୀତ ଗାଇପାରିବ କି ପିଲାମାନେ? କାହିଁକି ଗାଇପାରିବ ନାହିଁ? ନା ଦେଖିବା ଆମେ ଅପସନ୍କୁ। ସେ କ'ଣ କହୁଛି? ନା ଖଣ୍ଡବାକ୍ୟ ହୋଇଥିବାରୁ, ଯୋଗ୍ୟତାର ଅଭାବ ଯୋଗୁଁ, ଆକାଂକ୍ଷା ରହୁଥିବାରୁ, ଆସକ୍ତି ନଥିବାରୁ। ପିଲାମାନେ ଏ ଉପରେ ଆମେ ଅଲରେଡ଼ି ଡିସ୍କସନ୍ କରିସାରିଛେ ଯେ ଖଣ୍ଡବାକ୍ୟ କ'ଣ, ଯୋଗ୍ୟତା କ'ଣ, ଆକାଂକ୍ଷା କ'ଣ, ଆସକ୍ତି କ'ଣ। ଯଦି ତୁମେ ଜାଣିନ ତାହେଲେ ଟିକେ ଦେଖିଦେବ ପିଲାମାନେ ପ୍ଲେଲିଷ୍ଟକୁ ଯାଇକି ଓଡ଼ିଆ ଗ୍ରାମାରକୁ। ତ ଏହାର ସଠିକ୍ ଆନ୍ସାର୍ କ'ଣ ହେବ? ନା ଅପସନ୍ ଖ, ଯୋଗ୍ୟତାର ଅଭାବ ଯୋଗୁଁ। ଆଚ୍ଛା ପିଲାମାନେ, ଯୋଗ୍ୟତା କ'ଣ? ନା ତା ପାଖରେ ସେ କ୍ଷମତା ନାହିଁ। ଗୋଟେ ପଙ୍ଗୁ କେତେବେଳେ ବି ହିମାଳୟ ଚଢ଼ିପାରିବ ନାହିଁ, ଛେଳି ଗୀତ ଗାଇପାରିବ ନାହିଁ, ଆମେ ଗରମ ପାଣିରେ ଘରକୁ ପଡ଼ିପାରିବା ନାହିଁ। ତାର ପାଖରେ ସେ ଯୋଗ୍ୟତା ନାହିଁ, କ୍ଷମତା ନାହିଁ। ତେଣୁକରି ଏହା ହୋଇପାରିବ, ବାକ୍ୟ ହୋଇପାରିବ ନାହିଁ। ନେକ୍ସଟ କ୍ୱେଶ୍ଚିନ୍କୁ ଯିବା। ବାକ୍ୟରେ ବ୍ୟବହାର କରାଯାଇଥିବା ପଦଗୁଡ଼ିକର ପାରସ୍ପରିକ ସମ୍ବନ୍ଧକୁ କ'ଣ କୁହାଯାଏ? ଯଦି ଆମେ ବାକ୍ୟରେ ଯାହା ବି ବ୍ୟବହାର କରୁଛୁ ପଦଗୁଡ଼ିକର ପରସ୍ପର ଯଦି କ'ଣ ଅଛି ନା ସମ୍ବନ୍ଧ ଅଛି, ଆମେ ତାକୁ କ'ଣ କହିବା ପିଲାମାନେ? ନା ତାକୁ ଆମେ କ'ଣ କହିବା? ଯୋଗ୍ୟତା ବୋଲି କହିବା। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚିନ୍କୁ ଯିବା। ବାକ୍ୟରେ ଥିବା ଗୋଟିଏ ପଦ ଅନ୍ୟ ପଦଗୁଡ଼ିକର ଅର୍ଥବୋଧକତା ପାଇଁ ଅପେକ୍ଷା କଲେ, ଏ ଯେଉଁ ଅପେକ୍ଷାକୁ ଆମେ କ'ଣ କହିଥାଉ? ତାକୁ ହିଁ ମନେ ରଖିବାକୁ ପଡ଼ିବ। ଅପେକ୍ଷା କଲେ ବା ଅପେକ୍ଷା କରିବାଟାକୁ ଆମେ କ'ଣ କହିବା? ତାହାକୁ ଆମେ ଡେସ୍କ କହିଥାଉ। ନିମ୍ନୋକ୍ତ ମଧ୍ୟରୁ ଉପଯୁକ୍ତ ଶବ୍ଦ ଦ୍ୱାରା ଶୂନ୍ୟସ୍ଥାନ ପୂରଣ କରିବାକୁ କହିଛି। ତାହେଲେ ଅପସନ୍ କ'ଣ ହେବ? ଖଣ୍ଡବାକ୍ୟ ହେବ କି ଯୋଗ୍ୟତା ହେବ, ନା ଆସକ୍ତି ହେବ, ନା ଆକାଂକ୍ଷା ହେବ? ଅପସନ୍ ଘ, ଆକାଂକ୍ଷା ଇଜ୍ ଦ ରାଇଟ୍ ଆନ୍ସାର୍। ପିଲାମାନେ ମନେ ରଖିବାକୁ ପଡ଼ିବ, ଯେତେବେଳେ ଗୋଟିଏ ବାକ୍ୟ ଅନ୍ୟ ପଦକୁ କ'ଣ କରୁଛି ନା ଅର୍ଥର ବୋଧ ପାଇଁ ସେ ଅପେକ୍ଷା କରୁଛି, ସେ ଅପେକ୍ଷା କରିବାକୁ ଆମେ କ'ଣ କହିଥାଉ? ଆକାଂକ୍ଷା। ଆକାଂକ୍ଷାର ଅର୍ଥ କ'ଣ? ପାଇବାର ଇଚ୍ଛା, ଅଭିଳାଷ, ତାହାକୁ ଆମେ କହିଥାଉ। ଠିକ୍ ଅଛି ପିଲାମାନେ, ନେକ୍ସଟ କ୍ୱେଶ୍ଚିନ୍କୁ ଯିବା। ବାକ୍ୟରେ ଥିବା ପଦ ଯୋଜନା ବା ସୌନ୍ଦର୍ଯ୍ୟକୁ କ'ଣ କୁହାଯାଇଥାଏ? ବାକ୍ୟରେ ଯଦି ପଦ ଯୋଜନା ଅଛି ବା ସୌନ୍ଦର୍ଯ୍ୟକୁ ଆମେ କ'ଣ କହିଥାଉ? ନା ଅପସନ୍ କ, ଆସକ୍ତି କହିଥାଉ, ଖ, ଆକାଂକ୍ଷା କହିଥାଉ, ନା ଯୋଗ୍ୟତା କହିଥାଉ, ନା ବାକ୍ୟାଂଶ କହିଥାଉ? ତାହେଲେ ଅପସନ୍ କ'ଣ ହେବ ପିଲାମାନେ? ଅପସନ୍ କ, ଆସକ୍ତି ଇଜ୍ ଦ ରାଇଟ୍ ଆନ୍ସାର୍। ପିଲାମାନେ ଏହା ଆସକ୍ତି ହିଁ ହେବ। ଉଭୟେ ଏ ମିଶି ଛବି ଓ ବନ୍ଦନା ଆଙ୍କିଛନ୍ତି ଚନ୍ଦନା। ଏଇଟା ଗୋଟେ କ୍ୱେଶ୍ଚିନ୍, ବଢ଼ିଆ ଟ୍ରିକି କ୍ୱେଶ୍ଚିନ୍ ଗୋଟେ। ଏହା କାହିଁକି ବାକ୍ୟ ନୁହେଁ? ଯଦି ଏଇଟା ବାକ୍ୟ ନୁହେଁ ତାହେଲେ କାହିଁକି ବାକ୍ୟ ନୁହେଁ ପଚାରିଛି? ଯୋଗ୍ୟତା ନଥିବାରୁ, ଆସକ୍ତି ନଥିବାରୁ, ଆକାଂକ୍ଷା ରହୁଥିବାରୁ, ଖଣ୍ଡବାକ୍ୟ ହୋଇଥିବାରୁ। ତାହେଲେ ଆମର ଅପସନ୍ ଖ, ଆସକ୍ତି ନଥିବାରୁ ହେବ ରାଇଟ୍ ଆନ୍ସାର୍। ପିଲାମାନେ କାହିଁକି ଏ ବାକ୍ୟରେ ଆସକ୍ତିର ଅଭାବରୁ ଏହା ବାକ୍ୟ ହୋଇପାରେ ନାହିଁ। ନେକ୍ସଟ କ୍ୱେଶ୍ଚିନ୍କୁ ଯିବା।
ସମସ୍ତ ବାକ୍ୟର ସମାପିକା କ୍ରିୟାଯୁକ୍ତ ଅଂଶଟିକୁ କ'ଣ କୁହାଯାଇଥାଏ? ଯଦି ବାକ୍ୟର ସମାପିକା କ୍ରିୟାଯୁକ୍ତ ଅଂଶ ଥାଏ ତାହେଲେ ଆମେ ତାକୁ କ'ଣ କହିଥାଉ ନା ତାକୁ ଆମେ କ'ଣ କହିଥିବା? ଅପସନ୍ କରେ ଦେଇଛି ଯୋଗ୍ୟତା, ଖରେ ଦେଇଛି ଆସକ୍ତି, ଗରେ ଦେଇଛି ଖଣ୍ଡବାକ୍ୟ, ଘରେ ଅଛି ବାକ୍ୟାଂଶ। ତାହେଲେ ପିଲାମାନେ ସଠିକ୍ ଉତ୍ତର କ'ଣ ହେବ ନା ସଠିକ୍ ଉତ୍ତର ହେଇଯିବ ଆମର କ'ଣ? ଖଣ୍ଡବାକ୍ୟ। ଅପସନ୍ ଗ ଇଜ୍ ଦ ରାଇଟ୍ ଆନ୍ସର୍, ଖଣ୍ଡବାକ୍ୟ ହେବ। ବାକ୍ୟାଂଶ କାହାକୁ କୁହାଯାଏ? ଆମର ନେକ୍ସଟ କ୍ୱେଶ୍ଚିନ୍ ଆସୁଛି କ'ଣ ନା ବାକ୍ୟାଂଶ ଆମେ କାହାକୁ କହିବା? ଅପସନ୍ କରେ ଅଛି ସମସ୍ତ ବାକ୍ୟର ସମାପିକା କ୍ରିୟାଯୁକ୍ତ ଅଂଶକୁ, ବାକ୍ୟରେ ଥିବା ପଦ ଯୋଜନାକୁ, ବାକ୍ୟରେ ବ୍ୟବହୃତ ପଦଗୁଡ଼ିକର ପାରସ୍ପରିକ ସମ୍ବନ୍ଧକୁ, ବାକ୍ୟର ବୁଝାପଡ଼ୁଥିବା ନିର୍ଦ୍ଦିଷ୍ଟ ଅଂଶକୁ। ତାହେଲେ କେଉଁଟାକୁ ଆମେ ବାକ୍ୟାଂଶ ବୋଲି କହିବା ପିଲାମାନେ? ତ ପିଲାମାନେ ଯଦି ଆମେ ବାକ୍ୟକୁ କ'ଣ କରି ବାକ୍ୟାଂଶକୁ ଯଦି ସନ୍ଧି ବିଚ୍ଛେଦ କଲେ କ'ଣ ହେବ ନା ବାକ୍ୟର ଯୁକ୍ତ ଅଂଶ ସମାନ ହେଇଗଲା ବାକ୍ୟାଂଶ। ତାହେଲେ ବାକ୍ୟଯୁକ୍ତ ଅଂଶ କହିଲେ କ'ଣ ନା ବାକ୍ୟର ନିର୍ଦ୍ଦିଷ୍ଟ ଅଂଶକୁ ହିଁ ବୁଝାଇଥାଏ। ତାହେଲେ ଆମର ଅପସନ୍ କେଉଁଟା ହେବରେ ପିଲାମାନେ? ଆମର ଅପସନ୍ ହେଇଯିବ ଘ ଇଜ୍ ଦ ରାଇଟ୍ ଆନ୍ସର୍। ବାକ୍ୟର ବୁଝା ପଡ଼ୁଥିବା ନିର୍ଦ୍ଦିଷ୍ଟ ଅଂଶକୁ ଆମେ କ'ଣ କହିପାରିବା ନା ବାକ୍ୟାଂଶ ବୋଲି କହିପାରିବା। ନେକ୍ସଟ କ୍ୱେଶ୍ଚିନ୍କୁ ଯିବା। ଅକ୍ଷୟ ଗୋଟିଏ ଭଲ ଗୀତ ଗାଇଲେ। ଅକ୍ଷୟ କ'ଣ କଲେ ନା ଭଲ ଗୀତ ଗୋଟେ ଗାଇଲେ। ଏହି ବାକ୍ୟରେ କେଉଁଟି କର୍ମ? କର୍ମ କେଉଁଟା ବୋଲି ସେ ପଚାର। ତ ଅପସନ୍ କ ଅଛି ଅକ୍ଷୟ, ଖ ଅଛି ଗୋଟିଏ, ଗ ଅଛି ଭଲ, ଘ ଅଛି ଗୀତ। এই ଯେଉଁ ଚାରୋଟି ଅପସନ୍ ଭିତରୁ କେଉଁଟା ହେଉଛି କର୍ମ? ଅକ୍ଷୟ କ'ଣ, ଗୋଟିଏ କ'ଣ, ଭଲ କ'ଣ, ଗୀତ କ'ଣ? ଯଦି ଆମେ ଭଲ କି ଦେଖିବା ତାହେଲେ ପିଲାମାନେ କ'ଣ ହେବ ନା ଅକ୍ଷୟ ହେଲା ଗୋଟେ କର୍ତ୍ତା, ଇଏ ହେଲା ଗୋଟେ ବିଶେଷଣ। ତାହେଲେ ଘଟା କ'ଣ ନା ଘ ହେଲା ତୁମର ଗୋଟେ କର୍ମ। ତ ଗୀତ ହେଉଛି କ'ଣ ନା କର୍ମଟା। ଅପସନ୍ ଘ ଇଜ୍ ଦ ଆମର କ'ଣ ହେଇଯିବ ନା ସଠିକ୍ ଉତ୍ତର ହେଇଯିବ। ନେକ୍ସଟ କ୍ୱେଶ୍ଚିନ୍କୁ ଯିବା। ବାକ୍ୟରେ ସମ୍ବୋଧନ ପଦ କେଉଁଠାରେ ରଖାଯାଇଥାଏ? ବାକ୍ୟରେ ଆମେ କ'ଣ କରିବା ନା ସମ୍ବୋଧନ ପଦକୁ କେଉଁଠାରେ ରଖିବା? କେବଳ ଆରମ୍ଭରେ ରଖିବା, କେବଳ ଶେଷରେ ରଖିବା, କିମ୍ବା ଆରମ୍ଭରେ ବା ଶେଷରେ ରଖିପାରିବା, କିମ୍ବା ମଝିରେ ରଖିପାରିବା। ତାହେଲେ ଅପସନ୍ କେଉଁଟା ହେବ ପିଲାମାନେ? ସଠିକ୍ ଉତ୍ତର ଆମର ସଠିକ୍ ଉତ୍ତର ହେଇଯିବ କେଉଁଟା ନା ଅପସନ୍ ଗ ବାକ୍ୟର ଆରମ୍ଭରେ କିମ୍ବା ବାକ୍ୟର ଶେଷରେ ଆମେ ରଖିପାରିବା। ହେ ଜଗନ୍ନାଥ, ଏଇଟା ବାକ୍ୟର ଆରମ୍ଭରେ ହେ ଆମେ ବ୍ୟବହାର କଲେ, କିନ୍ତୁ ବାକ୍ୟର ଶେଷରେ ମଧ୍ୟ ଆମେ କ'ଣ କରିପାରିବା ତାହାକୁ ଆମେ ବ୍ୟବହାର କରିପାରିବା। ନେକ୍ସଟ କ୍ୱେଶ୍ଚିନ୍କୁ ଯିବା ପିଲାମାନେ। ଚତୁର ଲୋକ ସବୁଠି ଜିତନ୍ତି। ଏଠାରେ ଚତୁର କେଉଁ ପଦ? ଚତୁରଟା ଗୋଟେ କ'ଣ? ଲୋକକୁ ବିଶେଷଣ କରୁଛି ବା ବିଶେଷିତ କରୁଛି। ତାହେଲେ ଚତୁରଟା କ'ଣ ହେବ ପିଲାମାନେ ନା ବିଶେଷ୍ୟ ହେବ ନା ବିଶେଷଣ ହେବ ନା କ୍ରିୟା ହେବ ନା ଅବ୍ୟୟ ହେବ? କ'ଣ ହେବ ନା ଅପସନ୍ ଖ ବିଶେଷଣ ଇଜ୍ ଦ ରାଇଟ୍ ଆନ୍ସର୍ ପିଲାମାନେ। ଚତୁର ହେଲା କ'ଣ ନା ବିଶେଷଣ ପଦ, ଯାହାକି ଲୋକକୁ ସେ ବୁଝଉଛି। ଲୋକ କେଉଁ ଭଳିଆ ନା ସେ ହେଉଛି ଚତୁର। ଲୋକ ହେଉଛି କେଉଁ ଭଳିଆ ନା ହେଉଛି ପଣ୍ଡିତ। ସେ ପଣ୍ଡିତ ଚତୁର ଏଇଟା ହେଲା ସବୁ ବିଶେଷଣ ପଦ। ବାକ୍ୟରେ ସମ୍ବନ୍ଧିତ ପଦ କେଉଁଠାରେ ବସେ? ଆମେ ବାକ୍ୟରେ ସମ୍ବନ୍ଧିତ ପଦ କେଉଁଠାରେ ବ୍ୟବହାର କରିପାରିବା? ଆରମ୍ଭରେ, ଶେଷରେ, ସମ୍ବନ୍ଧ ପଦ ପୂର୍ବରୁ, ସମ୍ବନ୍ଧ ପଦ ପରେ। ଆମେ କେଉଁଠି ବ୍ୟବହାର କରିପାରିବା ନା ସମ୍ବନ୍ଧ ପଦ ପରେ ବ୍ୟବହାର କରିପାରିବା। ତେଣୁ ଅପସନ୍ ଘ ଇଜ୍ ଦ ରାଇଟ୍ ଆନ୍ସର୍ ପିଲାମାନେ। ରମେଶ ବିନା ଏ କାମ ହୋଇପାରିବ ନାହିଁ। ଏହି ବାକ୍ୟରେ କେଉଁଟି ଗୋଟେ ହେଉଛି ଅବ୍ୟୟ ପଦ? ଯଦି ଆମେ ଦେଖିବା ଏହି ବାକ୍ୟକୁ ରମେଶ ବିନା, ଏଠାରେ ବିନା ଗୋଟେ ଲାଗିଛି, ଏ କାମ ହୋଇପାରିବ ନାହିଁ। ଏହି ବାକ୍ୟରେ କେଉଁଟି ଅବ୍ୟୟ ପଦ? ଅବ୍ୟୟ ପଦ ଆମେ କେଉଁଟା ଖୋଜିବାକୁ ପଡ଼ିବ? ତାହେଲେ ଅପସନ୍ କରେ ରମେଶ ଅଛି, ଖରେ ବିନା ଅଛି, ଗରେ ଏ ଅଛି, ଘରେ କାମ ଅଛି। ତାହେଲେ ଅପସନ୍ ଖ 184ର ଆନ୍ସର୍ କ'ଣ ହେବ ନା ବିନା ଇଜ୍ ଦ ରାଇଟ୍ ଆନ୍ସର୍। ନେକ୍ସଟ କ୍ୱେଶ୍ଚିନ୍କୁ ଯିବା। ବାକ୍ୟରେ ନ କେଉଁଠାରେ ବସେ? ଯଦି ଆମେ ଦେଖିବା ଆରମ୍ଭରେ, କ୍ରିୟା ପରେ, ଶେଷରେ, କ୍ରିୟା ପୂର୍ବରୁ। ତାହେଲେ ଆମର ସଠିକ୍ ଉତ୍ତର କେଉଁଟା ହେବ ପିଲାମାନେ? ଅପସନ୍ ଘ କ୍ରିୟା ପୂର୍ବରୁ ନ ବସେ। ନେକ୍ସଟ କ୍ୱେଶ୍ଚିନ୍କୁ ଯିବା। ବାକ୍ୟରେ ନାହିଁ ବା ନ ସଂଯୁକ୍ତ ପଦ କେଉଁଠାରେ ବସେ? ନାହିଁ ବା ନ, ଏଇଟା ହେଲା ଆମର ନଞ୍ଚ ଭଳିଆ ଜିନିଷ ପିଲାମାନେ, ନିଷେଧାର୍ଥକ ଜିନିଷ। ତାହେଲେ ଏଇଟା କେଉଁଠାରେ ବସିବ ନା ଅପସନ୍ କରେ ଅଛି ଆରମ୍ଭରେ, ଖରେ ଅଛି କ୍ରିୟା ପରେ,
ଗରେ ଅଛି କ୍ରିୟା ପୂର୍ବରୁ, ଘରେ ଅଛି କର୍ତ୍ତା ପରେ। ତାହେଲେ ଆମର ସଠିକ୍ ଉତ୍ତର କ'ଣ ହେଇଯିବ? ଅପସନ୍ ଖ କ୍ରିୟା ପରେ ଇଜ୍ ଦ ରାଇଟ୍ ଆନ୍ସର୍ ପିଲାମାନେ। ଗଠନ କଳା ଦୃଷ୍ଟିରୁ ବାକ୍ୟ କେତେ ପ୍ରକାରର? ଆମେ ଯଦି ଗଠନ ଅନୁସାରେ ଦେଖିବା ତାହେଲେ ବାକ୍ୟ କେତେ ପ୍ରକାର? ନା 2, 3, 4, 5। ତାହେଲେ ଆମର ସଠିକ୍ ଉତ୍ତର କ'ଣ ହେଇଯିବ ପିଲାମାନେ? ଅପସନ୍ ଗ ଇଜ୍ ଦ ରାଇଟ୍ ଆନ୍ସର୍, 4 ପ୍ରକାର। ପ୍ରକାର୍ୟାତ୍ମକ ରୂପ ଦୃଷ୍ଟିରୁ ବାକ୍ୟ କେତେ ପ୍ରକାର? 2, 3, 4 କି 5? ଆମର ଅପସନ୍ ଘ 5 ପ୍ରକାର ଇଜ୍ ଦ ରାଇଟ୍ ଆନ୍ସର୍ ପିଲାମାନେ। ତାହେଲେ ଆଜି ପାଇଁ ଏତିକି, ଧନ୍ୟବାଦ। ପୁଣି ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ଏଇଟା ଓନ୍ଲି ଫର୍ କମ୍ପିଟେଟିଭ୍ ଏକ୍ଜାମ୍ ବେସ୍ଡ ମାନେ କୋଶ୍ଚିନ୍ ଗୁଡ଼ା ପିଲାମାନେ ଟିକେ ଭଲ କରି ଦେଖିବାକୁ ପଡ଼ିବ। ତେଣୁକରି ଆଜି ପାଇଁ ଏତିକି, ଧନ୍ୟବାଦ। ଥ୍ୟାଙ୍କ ୟୁ ଟୁ ଅଲ୍।